କୋଉଠି ଅଛ? ହ୍ୟାଲୋ। ହଁ କୋଉଠି ଅଛ? ଦୁବାଇରେ। ଦୁବାଇରେ। ଘର କୋଉଠି? ଆଜ୍ଞା, କେନ୍ଦ୍ରାପଡ଼ା। ହଁ କ'ଣ କୁହ? ନାଇଁ ଆପଣଙ୍କର ଭିଡ଼ିଓ ଦେଖୁଥିଲି, ଆମର ଯୋଉ ଆମର ନିର୍ବିକାର ବିକାର ଯୋଉ ଖାଦ୍ୟ କଥା ଆପଣ କହୁଛନ୍ତି। ହଁ ମୁଁ କିଛି ବର୍ଷ ହେଲା ମୁଁ ବି ଖାଉନି ହଁ ନନଭେଜ, କିନ୍ତୁ ଗୋଟେ ଜିନିଷ ମୁଁ ବୁଝିପାରୁନି। କିନ୍ତୁ ମୁଁ ଗୀତା ପଢାପଢି କରେ, ତ ହଁ ଗୀତା ହିସାବରେ ଠାକୁରକୁ କହିନାହାନ୍ତି ବି କୋଉ ଖାଦ୍ୟ ଖାଇବା ପାଇଁ କି କୋଉଆକୁ ନ ଖାଇବା ପାଇଁ କହିନାହାନ୍ତି। ହୁଁ କିନ୍ତୁ ଆମେ ଯଦି ନନଭେଜ ଆମେ ଖାଉଛେ ବା ହୁଁ ତାମସିକ ହୁଁ ଯୁକ୍ତ ଖାଦ୍ୟ ଆମେ ଖାଉଛେ, ହୁଁ ତ ଆମର ସେଇ ଗୁଣ ବୃଦ୍ଧି ହବ ଆମ ଶରୀରରେ। ହଁ ହବ। ତ କୋଉଟା ଆମେ କୋଉ ଖାଦ୍ୟ ଖାଇବା ଦରକାର ନା ସବୁ ଖାଦ୍ୟ ଖାଇବା ଦରକାର? ସାତ୍ଵିକ ଖାଦ୍ୟ ଖାଅ, ସତ୍ୱ ଗୁଣ ବୃଦ୍ଧି ହଁ ପାଇବ। ହଁ। ସାତ୍ଵିକ ଖାଦ୍ୟ ଖାଇଲେ ସତ୍ୱ ଗୁଣ ବୃଦ୍ଧି ପାଇବ। ସାତ୍ଵିକ ଖାଦ୍ୟ ଖାଅ, କିଛି ଅସୁବିଧା ନାହିଁ। ନାଇଁ ଅସୁବିଧା ତ ନାହିଁ, କିନ୍ତୁ ଆପଣଙ୍କ ଭିଡିଓ ଦେଖୁଥିଲେ, ଆପଣଙ୍କର ଯୋଉ ଖାଦ୍ୟ ବି ନିର୍ବିଚାର ଭାବରେ ରହିକି ସବୁ ଖାଦ୍ୟ ବି ଖାଇପାରିବ, କିନ୍ତୁ ସେ ଭାବନା ଆମ ପାଖରେ ଯୋଉ ଖାଦ୍ୟ ତମ ଶରୀରରେ ହୁଁ ଉପକାର ହବ, ଯୋଉ ହୁଁ ଖାଦ୍ୟକୁ ତମେ ଖାଇବ ତମେ ତାକୁ ଖାଅ, ହୁଁ କିନ୍ତୁ ଖାଦ୍ୟ ତମକୁ ନ ଖାଉ। ମୁଁ କ'ଣ କହୁଛି ଶୁଣ, ବରଂ ଆଜ୍ଞା ମୁଁ କାଲି ଲେମ୍ବୁ ପାଣି ପିଇକି ପେଟକୁ ଥଣ୍ଡା କରିବି, ଆଜି ମତେ 40 ଖଣ୍ଡ ପୁରୀ ଖାଇବାକୁ ପଡିବ। କ'ଣ ବୁଝିଲ ନା? ଏଟା ତାମସିକ ଖାଦ୍ୟ ଆଜ୍ଞା ହେଇଯିବ। ତେଣୁ ଆମ ଆଜ୍ଞା ଶରୀରର ଅନୁକୂଳ ପାଇଁ ଯାହା ଯାହା ଦରକାର ଖାଇଲେ ସେଗୁଡା ସାତ୍ଵିକ ଖାଦ୍ୟ। ଆଚ୍ଛା। ସେଟା ତ ନିଜେ ଠିକ ଆମେ କରିବ। ହଁ ହଁ ହଁ, ତାହେଲେ ନିଜକୁ ଠିକ କରିବାକୁ ପଡିବ। ହଁ ହଁ, ତମ ଶରୀର ଭିତରେ କୋଉ ଖାଦ୍ୟ ଯିବ? ମୁଁ ଗୋଟେ ପେଟ ରୋଗୀ, ମତେ ମେଞ୍ଚେ ମସଲା ଦେଲେ ଆଜ୍ଞା କ'ଣ ମୋ ଦେହରେ ଯିବ? କାଇଁ ଯିବନି, ପେଟ ଖରାପ ହେଇଯିବ, ତାମସିକ ହେଇଗଲା। ତେଣୁ ତମ ଶରୀରକୁ ନେଇକିରି ତମେ ଖାଦ୍ୟ ବାଛ, ଯୋଉ ତମ ଶରୀରର ଅନୁକୂଳ ହବ, ଖାଇକି ତମେ ସୁସ୍ଥ ରହିବ, ହଁ ସେଇ ଖାଦ୍ୟ ଖାଅ। ହଁ, କିନ୍ତୁ ହଁ ଆପଣ ଭିଡିଓ ଦେଖୁଥିଲେ, ଆପଣ କହୁଥିଲେ କୌଣସି ବି ଖାଦ୍ୟ ଖାଇଲେ ଚଳିବ। କୌଣସି ଖାଦ୍ୟ ଖାଇଲେ ଚଳିବ, କିନ୍ତୁ ଗୋଟେ ଜିନିଷ ହଉଛି ଆମେ ଏଇଖିଣା ଯଦି କଣ୍ଟିନ୍ୟୁ ନନଭେଜ ଖାଉଛେ, ମୁଁ ଏ ଜାଗାରେ ଅଛି, ଏଠି ନନଭେଜ ଖାଇବାଟା ହିଁ ମାନେ ନ ଖାଇଲେ ବହୁତ କଷ୍ଟ, ହୁଁ ଯିବାଟା ବହୁତ କଷ୍ଟ, ହୁଁ କିନ୍ତୁ ତ ଚାଲିଛି ଏବେ ପରିସ୍ଥିତି ହେଇନି ଏପର୍ଯ୍ୟନ୍ତ ଯୋଉଟା କି ନ ଖାଇବାକୁ ବାଧ୍ୟ କରୁଛି। ନନଭେଜ ଖାଇକି ନିଜେ ଯଦି ଶରୀର ତମର ସୁସ୍ଥ ରହୁଛି, ତେଣୁ ନନଭେଜ ଖାଇଲେ ଆଜ୍ଞା କିଛି ଅସୁବିଧା ନାହିଁ। ତମ ଶରୀର ଯେତିକି ସୁଟ୍ କରୁଛି, ଲିଭର ଯେତିକି ଫଙ୍କସନ କରିକି ଖାଇପାରୁଛି, ଲିମିଟ ହିସାବରେ ଖାଇକି ଚଳ, ତମ ଶରୀର ସୁସ୍ଥ ରହିବ। ହଁ। କୌଣସି ବି ଲୋକ ନନଭେଜ ଖାଇଲେ ସେମିତି କିଛି ଦୋଷ ତାରେ ନାହିଁ। କିଛି ଦୋଷ ନାହିଁ। ତମ ବା କହିଲି, ଯୋଉଟା ତମ ଶରୀର ଭିତରେ ଅନୁକୂଳ ହଁ ପ୍ରତିକ୍ରିୟା ସୃଷ୍ଟି କରିବ, ସେଇଟା ହିଁ ହଁ ତମେ ଖାଇବା ଦରକାର, ବୁଝିଲ ନା? ହଁ, ଆଉ ଯୋଉଟା ତ ତମ ମତଲବ ଶରୀରରେ ଜୀବ ହତ୍ୟାର ଅନୁକୂଳ କୌଣସି କ୍ରିୟା ସୃଷ୍ଟି କରିବ, ପ୍ରତିକୂଳ କ୍ରିୟା ସୃଷ୍ଟି କରିବନି, ସେଇଟା ହଉଛି ତମ ହୁଁ ପାଇଁ ଅନୁକୂଳ, ଏବଂ ଖାଇଲେ ତମ ଶରୀର ଆଜ୍ଞା ସୁସ୍ଥ ରହିବ। ତେଣୁ ଏଥିରେ ବିକାର ଆଚ୍ଛା କିଛି ନାହିଁ, ଏଟା ଖାଇମି ସେଟା ଖାଇମି ଏଗୁଡାକ ନୁହଁ। ଯୋଉଟା ତମ ଦେହରେ ହଁ ଅନୁକୂଳ, ତମ ଶରୀରରେ ଯୋଉଟା ପ୍ରତିକ୍ରିୟା ସୃଷ୍ଟି ହବନି, ସେଇ ଖାଦ୍ୟ ଖାଇବ ଆଉ କଣ। ଆଜ୍ଞା ଆଜ୍ଞା ଆଜ୍ଞା, କିନ୍ତୁ ଆମେ ଏଇ ନନଭେଜ ଖାଉଛେ, ଆମେ ଜୀବ ହତ୍ୟା କରୁଛେ, ତାର କିଛି ଆମର ଜୀବ ଦୋଷ ହତ୍ୟା ଲାଗିବ ନା କରିବାଟା ଆମକୁ? ମହାପାପ। ଜୀବ ହତ୍ୟା କରିବାଟା ମହାପାପ, ତମେ ଜୀବ ହତ୍ୟା କରିବନି। ଆମେ ଯଦି ଜୀବ ହତ୍ୟା ନ କରୁଛେ, ନନଭେଜ କେମିତି ଖାଇବା? ତମେ ତ ଯିଏ କରିକି ଦଉଛି ଖାଇବ, ଅସୁବିଧା କଣ? ଜୀବ ହତ୍ୟା ତ ମହାପାପ ହେଇଯିବ। ହଁ, ତ ଜୀବ ଆମେ ହତ୍ୟା ମହାପାପ। କରିବାନି। ଜୀବ ହତ୍ୟା ତମେ କରିବ ନାଇଁ, କରିଲେ ପାପ। ଯିଏ କରିକି ତମକୁ ଦେଲା, ତମର ଆଜ୍ଞା ପାପ କଣ? ତମେ କଣ ତା କହିଛ ଜୀବ ହତ୍ୟା କରିବା ପାଇଁ? ତମେ ଖାଦ୍ୟ ଖାଇ ବସିଛ, ଆମେ ସିଏ ଯଦି ବାଢିଦେଲା, ତମେ ଖାଇଲ, ଆଉ କଣ ହେଲା? ଆଚ୍ଛା ମାନେ ମତଲବ କିଏ ଆପଣଙ୍କୁ ଦଉଛନ୍ତି ଖାଦ୍ୟ, ତାହେଲେ ସେଟା ଅଲଗା କଥା। କିନ୍ତୁ ହଁ ତମେ ଯଦି ମନେକର ତମେ ନିଜେ ଇଚ୍ଛା କରିକି ତମେ ଯାଇକି କୋଉଠି ମାଛ କି ଧରିକି ନେଇକି ଚିକେନ ହଉ କୋଉଠି ସେଗୁଡାକ ଇଏ ପାପ। କରି ଖାଉଛେ, ସେଗୁଡାକ ପାପ। କିନ୍ତୁ ହଁ। କିନ୍ତୁ ନିଜେ ଯଦି କିଏ ଗୋଟେ ଶ୍ରଦ୍ଧାରେ ତମକୁ ଦେଇ ଦଉଛି, ତମେ କୋଉଠି ଖାଇଦିଅ, କିଛି ଖାଇବା ଅସୁବିଧା ପାଇଁ ନାହିଁ। କି ସେଥିରେ କିଛି ଅସୁବିଧା ନାହିଁ। ନା ଯଦି ନା। ନିଜର ଆଶା ପ୍ରକଟ କରିକି ଯଦି ତମେ ଖାଦ୍ୟ ଗ୍ରହଣ କରୁଛ, ତାପରେ ସ୍ୱାଦ ନଉଛ, ତାହେଲେ ସେଇଟା ଅଲଗା ହଁ ପାପରେ ଯିବ। ହଁ।
ବହୁତ ବହୁତ ଧନ୍ୟବାଦ। ମୋର ହଉ। ମନରେ କନଫ୍ୟୁଜ ଥିଲା, ହଁ। ସେଥିପାଇଁ ଆପଣଙ୍କୁ ଫୋନ କରିଥିଲି। ମୁଁ କହିଲି ବହୁତ ହଉ ଥ୍ୟାଙ୍କ ହଉ ହଉ। ନମସ୍କାର।